ଭାସୁର ଠେକୁଆ ଓ ବଣର ରଜା। ବହୁ ପୁରାତନ କାଳର କଥା। ଏକ ବଡ଼ ଜଙ୍ଗଲରେ ଭାସୁରକ ନାମକ ଏକ ଶକ୍ତିଶାଳୀ ସିଂହ ରହୁଥିଲା। ସେ ପ୍ରତିଦିନ ଅନେକ ପଶୁଙ୍କୁ ଶିକାର କରି ମାରି ଦେଉଥିଲା। ଏହା ଦେଖି ଜଙ୍ଗଲର ସବୁ ପଶୁମାନେ ଭୟଭୀତ ହୋଇଗଲେ ଏବଂ ଏକ ସଭା କରି ସିଂହ ପାଖକୁ ଗଲେ। ପଶୁମାନେ ସିଂହକୁ ପ୍ରସ୍ତାବ ଦେଲେ, ହେ ମହାରାଜ, ଆପଣ ପ୍ରତିଦିନ ଏତେ ପଶୁଙ୍କୁ ମାରନ୍ତୁ ନାହିଁ। ଆମେ ନିଜେ ସ୍ଥିର କରିଛୁ ଯେ ପ୍ରତିଦିନ ଆପଣଙ୍କ ଖାଦ୍ୟ ପାଇଁ ଜଣେ ଲେଖାଏଁ ପଶୁ ଆପଣଙ୍କ ଗୁମ୍ଫାକୁ ପଠାଇବୁ। ସିଂହ ଏଥିରେ ରାଜି ହୋଇଗଲା। ଠେକୁଆର ପାଳି। ଦିନେ ଏକ ବୃଦ୍ଧ ଠେକୁଆର ପାଳି ପଡ଼ିଲା। ଠେକୁଆଟି ବହୁତ ବୁଦ୍ଧିମାନ ଥିଲା। ସେ ମରିବାକୁ ଚାହୁଁନଥିଲା, ତେଣୁ ସେ ସିଂହକୁ ମାରିବା ପାଇଁ ଏକ ଯୋଜନା କଲା। ସେ ଜାଣିଶୁଣି ସିଂହ ପାଖକୁ ଯିବାରେ ବହୁତ ବିଳମ୍ବ କରିଦେଲା। ସିଂହ ଭୋକରେ ଆତୁର ହୋଇ ଗର୍ଜନ କରୁଥିଲା। ଯେତେବେଳେ ଠେକୁଆଟି ପହଞ୍ଚିଲା, ସିଂହ ରାଗରେ ପଚାରିଲା, ତୁ ଏତେ ଛୋଟ, ସେଥିରେ ପୁଣି ଏତେ ଡେରିରେ କାହିଁକି ଆସିଲୁ? ଠେକୁଆର ଚତୁରତା। ଠେକୁଆଟି ନମ୍ରତାର ସହ କହିଲା, ଆଜ୍ଞା ମହାରାଜ, ମୋର କିଛି ଦୋଷ ନାହିଁ। ବାଟରେ ମତେ ଆଉ ଜଣେ ବଡ଼ ସିଂହ ଭେଟିଲେ। ସେ କହିଲେ ଯେ ସିଏ ହେଉଛନ୍ତି ଏହି ବଣର ଅସଲି ରଜା। ମୁଁ ତାଙ୍କ କବଳରୁ କୌଣସି ପ୍ରକାରେ ଖସି ଆପଣଙ୍କ ପାଖକୁ ଆସିଛି। ଏହା ଶୁଣି ଭାସୁରକ ସିଂହ ଭୟଙ୍କର ରାଗିଗଲା ଏବଂ କହିଲା, କିଏ ସେ ମୂର୍ଖ? ମତେ ତୁରନ୍ତ ତା ପାଖକୁ ନେଇ ଚାଲ, ମୁଁ ତାକୁ ଏବେ ଶେଷ କରିଦେବି। ସିଂହର ଅନ୍ତ। ଠେକୁଆଟି ସିଂହକୁ ଏକ ଗଭୀର କୂଅ ପାଖକୁ ନେଇଗଲା। ସେ କହିଲା, ମହାରାଜ, ସେହି ଦୁଷ୍ଟ ସିଂହଟି ଏହି ଦୁର୍ଗ ଭିତରେ ଲୁଚି ରହିଛି। ସିଂହ ଯେତେବେଳେ କୂଅ ଭିତରକୁ ଚାହିଁଲା, ସେ ନିଜର ପ୍ରତିବିମ୍ବ ସାଡୋ ପାଣିରେ ଦେଖିବାକୁ ପାଇଲା। ସେ ଭାବିଲା, ସତରେ ଭିତରେ ଆଉ ଏକ ସିଂହ ଅଛି। ସେ ଜୋରରେ ଗର୍ଜନ କଲା। ପ୍ରତିଧ୍ୱନି ଯୋଗୁଁ କୂଅ ଭିତରୁ ମଧ୍ୟ ସମାନ ଶବ୍ଦ ଆସିଲା। ରାଗରେ ପାଗଳ ହୋଇ ଭାସୁରକ ସିଂହ ସେହି ଶତ୍ରୁ ସିଂହକୁ ମାରିବା ପାଇଁ କୂଅ ଭିତରକୁ ଡେଇଁ ପଡ଼ିଲା ଏବଂ ସେଠାରେ ବୁଡ଼ି ପ୍ରାଣ ହରାଇଲା। ଉପଦେଶ। ବୁଦ୍ଧି ଯାହାର, ବଳ ତାହାର। ଶାରୀରିକ ଶକ୍ତି ଅପେକ୍ଷା ବୁଦ୍ଧି ସବୁଠାରୁ ବଡ଼। ଆପଣଙ୍କୁ ଏହି କାହାଣୀଟି କେମିତି ଲାଗିଲା?